ଭଲ୍ ବନ୍ଧୁମାନେ ତେଣୁ ଆପଣ ମାନେ ଆମନ୍ତ୍ରଣକୁ ସ୍ୱାଗତ। ଆମନ୍ତ୍ରଣ ହେଉଛି ଏକ ଆମନ୍ତ୍ରଣ ପରିଚାଳନା ସମାଧାନ ଯାହା ବିବାହ, ଏନଗେଜମେଣ୍ଟ, ଶିଶୁ ଶ୍ରାଦ୍ଧ, ଗୃହ ପ୍ରବେଶ କିମ୍ବା କୌଣସି କର୍ପୋରେଟ୍ କାର୍ଯ୍ୟକ୍ରମ ପାଇଁ ଆମନ୍ତ୍ରଣ ପଠାଇବାରେ ବ୍ୟବହୃତ ହୁଏ। ଏହି ଭିଡିଓରେ ମୁଁ ଆପଣଙ୍କୁ ବୁଝେଇବି କିପରି ଆମନ୍ତ୍ରଣ ବ୍ୟବହାର କରିବେ ଏବଂ କିପରି ଡିଜିଟାଲ ଆମନ୍ତ୍ରଣ ପଠାଇବାର ଲାଭ ଉଠାଇ ପାରିବେ। ମୁଁ ଏହି ଭିଡିଓରେ ସବୁ କିଛି କଥା ହେବି। ମୋ ସହିତ ଶେଷ ପର୍ଯ୍ୟନ୍ତ ରୁହନ୍ତୁ ଏବଂ ଏହି ଭିଡିଓ ଶେଷ ହେବା ସମୟରେ ଆପଣ ବୁଝିପାରିବେ ଏବଂ ଅନୁଭବ କରିପାରିବେ କିପରି ଆମନ୍ତ୍ରଣ ବ୍ୟବହାର କରିବେ। ଠିକ୍ ଅଛି, ଚାଲନ୍ତୁ ଆମେ ଆରମ୍ଭ କରିବା। ତେଣୁ ଯଦି ଆପଣ ଏକ ୱେବ୍ ବ୍ୟବହାରକାରୀ ଅର୍ଥାତ୍ ଲ୍ୟାପଟପ୍ କିମ୍ବା କମ୍ପ୍ୟୁଟର ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ କମ୍ପ୍ୟୁଟରରେ ଗୁଗଲ କ୍ରୋମ୍ ଖୋଲନ୍ତୁ ଏବଂ www.amantran.app ଟାଇପ୍ କରନ୍ତୁ। ଏହିପରି ଯଦି ଆପଣ ଏକ ମୋବାଇଲ ବ୍ୟବହାରକାରୀ ଏବଂ ଆପଣଙ୍କ ପାଖରେ କମ୍ପ୍ୟୁଟର କିମ୍ବା ଲ୍ୟାପଟପ୍ ନାହିଁ, ତେବେ ସେଥିରେ କିଛି ଅସୁବିଧା ନାହିଁ। ଆପଣ ଆପଣଙ୍କ ମୋବାଇଲ ଡିଭାଇସରେ ଗୁଗଲ କ୍ରୋମ୍ ଖୋଲିପାରିବେ ଏବଂ ସେଠାରେ www.amantran.app ଟାଇପ୍ କରିପାରିବେ। ଏହିପରି ଭାବରେ ଆପଣ ଆପଣଙ୍କ ଲ୍ୟାପଟପ୍ କିମ୍ବା ମୋବାଇଲ ଡିଭାଇସରେ amantran.app ଖୋଲିପାରିବେ। ଏହି ପୃଷ୍ଠାକୁ ଆସିଲେ ମୁଁ ଆପଣଙ୍କୁ କିଛି ଅଳ୍ପ କଥା କହିବି ଯେ ଆମନ୍ତ୍ରଣ କ'ଣ ଦେଉଛି, ତାପରେ ମୁଁ ଆପଣଙ୍କୁ ଦେଖେଇଦେବି କିପରି ରେଜିଷ୍ଟର କରିବେ ଏବଂ କିପରି ଲଗ୍ଇନ୍ କରିବେ। ଠିକ୍ ଅଛି, ଏହା ହେଉଛି ଆମନ୍ତ୍ରଣ ଦ୍ୱାରା ପ୍ରଦାନ କରାଯାଉଥିବା ସରଳ ୱାର୍କଫ୍ଲୋ। ଏହା ଆପଣଙ୍କୁ ଅତିଥି ଯୋଗ କରିବା, ଅତିଥି ଦେଖିବା, ଅତିଥି ଅପଲୋଡ୍ କରିବା ଏବଂ ନିମନ୍ତ୍ରଣ ପତ୍ର ତିଆରି କରିବାର ସୁବିଧା ଦେଇଥାଏ। ଆପଣ ଇଭେଣ୍ଟ ସୃଷ୍ଟି କରିପାରିବେ, ସମସ୍ତ ଅତିଥିଙ୍କୁ ନିମନ୍ତ୍ରଣ ପଠାଇ ପାରିବେ ଏବଂ RSVP ଟ୍ରାକ୍ କରିପାରିବେ। RSVPର ଅର୍ଥ ହେଉଛି କେଉଁଠି ଅତିଥି ଆପଣଙ୍କୁ ଯାଉଛନ୍ତି ଏବଂ କେଉଁଠି ଯାଉନାହାନ୍ତି ତାହା ଟ୍ରାକ୍ କରିବା। ଠିକ୍ ଅଛି, ଆମନ୍ତ୍ରଣର ମୂଳ ବୈଶିଷ୍ଟ୍ୟଗୁଡ଼ିକ ହେଉଛି ଅତିଥି ତାଲିକା ପରିଚାଳନା, ନିମନ୍ତ୍ରଣ ପରିଚାଳନା ଏବଂ RSVP ଟ୍ରାକିଂ। ଠିକ୍ ଅଛି, ଏବେ ଆଗକୁ ବଢ଼ିବା। ମୁଁ ଆପଣଙ୍କୁ ଆମନ୍ତ୍ରଣ ଦେଉଥିବା ମୂଲ୍ୟ ମଡେଲ ବିଷୟରେ ବ୍ୟାଖ୍ୟା କରିଦେଉଛି। ଠିକ୍ ଅଛି, ତେଣୁ ଆମନ୍ତ୍ରଣ ଦ୍ୱାରା ଦୁଇଟା ପ୍ୟାକେଜ ଦିଆଯାଉଛି, ଆମନ୍ତ୍ରଣ ଲାଇଟ୍ ଏବଂ ଆମନ୍ତ୍ରଣ ପ୍ରୋ। ତେବେ ଏଇ ଦୁଇଟି ମଧ୍ୟରେ ପ୍ରଧାନ ତଫାତ୍ କ'ଣ? ଆମନ୍ତ୍ରଣ ଲାଇଟ୍ ସହିତ ଆପଣ ଅସୀମିତ ଇଭେଣ୍ଟ ସୃଷ୍ଟି କରିପାରିବେ, ଦୁଇଟି ନିମନ୍ତ୍ରଣ ଟେମ୍ପଲେଟ୍ ସୃଷ୍ଟି କିମ୍ବା ଅପଲୋଡ୍ କରିପାରିବେ ଏବଂ ଆମନ୍ତ୍ରଣର AI ରୋବୋଟ୍ ଦ୍ୱାରା ହ୍ୱାଟ୍ସଆପ୍ରେ 1000 ଅଟୋମେଟେଡ୍ ମେସେଜ୍ ପଠାଇ ପାରିବେ, ଯାହା ଏହିରେ ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା। ଠିକ୍ ଅଛି, ଏହି AI ରୋବୋଟ୍ ଦ୍ୱାରା ମେସେଜ୍ ପଠାଇବାକୁ ଆପଣଙ୍କୁ କମ୍ପ୍ୟୁଟର କିମ୍ବା ଲ୍ୟାପଟପ୍ ଡିଭାଇସ୍ ଦରକାର। ଏଇଠାରେ ଏହା ଉପରେ ନିର୍ଭର କରେ। ଏବେ ଆସନ୍ତୁ ପରବର୍ତ୍ତୀ ପ୍ୟାକେଜ ଆମନ୍ତ୍ରଣ ପ୍ରୋକୁ ଯିବା। ଏଠାରେ ମଧ୍ୟ ଆପଣ ଅସୀମିତ ଇଭେଣ୍ଟ ସୃଷ୍ଟି କରିପାରିବେ, ଦୁଇଟି ଟେମ୍ପଲେଟ୍ ସୃଷ୍ଟି କରିପାରିବେ ଏବଂ 200 ମେସେଜ୍ ପଠାଇ ପାରିବେ। ଏହି ମେସେଜ୍ କିମ୍ବା ନିମନ୍ତ୍ରଣ ଗୁଡ଼ିକୁ ମେଟା ହ୍ୱାଟ୍ସଆପ୍ ବିଜନେସ୍ API ଦ୍ୱାରା ପଠାଯିବ, ତେଣୁ ଆପଣ ସମସ୍ତ କାମ ନିଜ ମୋବାଇଲ ଫୋନରୁ କରିପାରିବେ। ଆପଣଙ୍କୁ ଲ୍ୟାପଟପ୍ ଦରକାର ନାହିଁ, କିନ୍ତୁ ଯଦି ଆପଣ ଏକ ଇଭେଣ୍ଟ ହୋଷ୍ଟିଂ ପାଇଁ ଲ୍ୟାପଟପ୍ ବ୍ୟବହାର କରନ୍ତି, ତେବେ ଏହା ଉତ୍ତମ, କାରଣ ଅତିଥିମାନେ ଆଉ ନିମନ୍ତ୍ରଣ ପ୍ରବନ୍ଧନ ପାଇଁ ବଡ଼ ସ୍କ୍ରିନ୍ ଦରକାର। ନିମନ୍ତ୍ରଣ ପଠାଇବା ବେଳେ ଲ୍ୟାପଟପ୍ କିମ୍ବା କମ୍ପ୍ୟୁଟର ବ୍ୟବହାର କରିବା ଉତ୍ତମ, କିନ୍ତୁ ଆପଣ ମୋବାଇଲ ୱେବ୍ ବ୍ରାଉଜର କିମ୍ବା ମୋବାଇଲ ଆପ୍ରୁ ସମ୍ପୂର୍ଣ୍ଣ ଆପ୍ଲିକେସନ୍ ବ୍ୟବହାର କରିପାରିବେ। ଏବେ ଆସନ୍ତୁ ରେଜିଷ୍ଟ୍ରେସନ କିମ୍ବା ଲଗ୍ଇନ୍ ସହିତ ଆରମ୍ଭ କରିବା। ଯଦି ଆପଣ ଏକ ନୂତନ ବ୍ୟବହାରକାରୀ, ତେବେ ଆପଣ ଆଗକୁ ବଢ଼ି ଆରମ୍ଭ କରିପାରିବେ। ଯଦି ଆପଣ ପୂର୍ବରୁ ବ୍ୟବହାରକାରୀ, ତେବେ ଆପଣ ଲଗ୍ଇନ୍ କରିପାରିବେ। ସେହିପାଇଁ ଏବେ ମୁଁ ଏକ ନୂତନ ବ୍ୟବହାରକାରୀ ଭାବରେ ରେଜିଷ୍ଟ୍ରେସନ କରିବି। ମୁଁ ମୋର ସୂଚନା ପ୍ରବେଶ କରାଇଛି ଏବଂ ମୁଁ ଏକ ଆକାଉଣ୍ଟ ସୃଷ୍ଟି କରୁଛି, ତେଣୁ ଏହା ମୋ ପାଇଁ ଆକାଉଣ୍ଟ ସୃଷ୍ଟି କରିବା ପର୍ଯ୍ୟନ୍ତ ଅପେକ୍ଷା କରିବି। ଏହା କହୁଛି ଯେ ମୁଁ ଯେଉଁ ଇମେଲ୍ ଆଇଡି ଦେଇ ଆକାଉଣ୍ଟ ସୃଷ୍ଟି କରିଛି, ସେଠାକୁ ଏକ OTP ପଠାଯାଇଛି। ତେଣୁ ମୁଁ ମୋର ଇମେଲକୁ ଯାଉଛି ଏବଂ ସେ OTP କପି କରି ଆମନ୍ତ୍ରଣ ଲଗ୍ଇନ୍ ସ୍କ୍ରିନ୍ରେ ପୁଣି ପ୍ରବେଶ କରୁଛି। ତେଣୁ ଏହାକୁ କପି କରିବି, ମୁଁ ଏଠାରେ ପେଷ୍ଟ କରିବି ଏବଂ କ୍ରିଏଟ୍ ଆକାଉଣ୍ଟ ଉପରେ କ୍ଲିକ୍ କରିବି। ସେହିପରି ଯେତେବେଳେ ମୁଁ ଏହି OTP ପ୍ରବେଶ କରି ଆକାଉଣ୍ଟ ସୃଷ୍ଟି କରିଦେଉଛି, ଏହା ମୋତେ ଲଗ୍ଇନ୍ ସ୍କ୍ରିନ୍କୁ ନେଇଯିବା ଉଚିତ। ଏବେ ମୁଁ ଲଗ୍ଇନ୍ ହେଇଯାଇଛି। ଯେତେବେଳେ ମୁଁ ରେଜିଷ୍ଟର ଏବଂ ଲଗ୍ଇନ୍ କରେ, ଏହା ମୋତେ ମୋର ମାତୃଭାଷା ପଚାରେ। ଆମନ୍ତ୍ରଣ ଭାରତର ପ୍ରାୟ ସମସ୍ତ ଭାଷାକୁ ଅଞ୍ଚଳୀୟ ଭାଷା ଭାବରେ ଦେଇଥାଏ। ସେହିପାଇଁ ଏବେ ମୁଁ ଗୁଜରାତୀକୁ ମୋର ଅଞ୍ଚଳୀୟ ଭାଷା ଭାବରେ ଚୟନ କରିବି, କାରଣ ମୁଁ ସମସ୍ତ ଆମନ୍ତ୍ରଣ ଗୁଜରାତୀରେ ପଠାଇବାକୁ ଚାହେଁ। ଯଦି ଆପଣ ଅନ୍ୟ କୌଣସି ଅଞ୍ଚଳୀୟ ଭାଷାରେ ଆମନ୍ତ୍ରଣ ପଠାଇବାକୁ ଚାହୁଁଛନ୍ତି, ତେବେ ସେହି ନିର୍ଦ୍ଦିଷ୍ଟ ଭାଷାକୁ ଚୟନ କରିପାରିବେ। ଆଗକୁ ବଢ଼ିବା ସହିତ ଏହା ମୋତେ ଦେଶର କୋଡ୍ ପଚାରୁଛି। ଏଇଟା ଭାରତ ପାଇଁ ଦେଶର କୋଡ୍। ଆମେ ଏଠାରେ ଦେଶର କୋଡ୍ ଧରିଛୁ, କାରଣ ଯେତେବେଳେ ଆପଣ ଗେଷ୍ଟ ସୃଷ୍ଟି କରିବେ, ସେହି ଦେଶର କୋଡ୍ ସ୍ୱୟଂଚାଳିତ ଭାବରେ ଚୟନ ହେବ,
କିନ୍ତୁ ଆପଣ ଚାହିଁଲେ ଗେଷ୍ଟ ସୃଷ୍ଟି ସମୟରେ ସେହି କୋଡ୍ ବଦଳାଇ ପାରିବେ। ପରବର୍ତ୍ତୀ ପଦକ୍ଷେପରେ ଏହା ମୋତେ ପିନ୍ କୋଡ୍ ନମ୍ବର ପଚାରୁଛି। ଏହା କେବଳ ଆପଣ କେଉଁଠାରୁ ଆସିଛନ୍ତି ସେଠିର ଅଞ୍ଚଳ ଧରିବା ପାଇଁ ଅଟେ। ମୂଳତଃ ଯଦି ଆପଣଙ୍କୁ ଫଟୋଗ୍ରାଫି, ବିବାହ କିମ୍ବା ସେହି ସମ୍ପର୍କିତ କୌଣସି ସେବା ଆବଶ୍ୟକ ହୁଏ, ଆମେ ଆପଣଙ୍କୁ ଆମର ବିକ୍ରେତାମାନେ ସୁପାରିଶ କରିପାରିବା। ଠିକ୍ ଅଛି, ଏଠି ମୁଁ ମୋର ପିନ୍ କୋଡ୍ ଦେଖିବି ଏବଂ ଆଗକୁ ବଢ଼ିବି। ଠିକ୍ ଅଛି, ଏହା ମୋତେ ପ୍ୟାକେଜ୍ ସୂଚନା ଦେଖାଉଛି। ଏଞ୍ଜମ୍ ପର୍ଯ୍ୟନ୍ତ ମୁଁ ଏକ ନୂତନ ରେଜିଷ୍ଟ୍ରେସନ୍ ସମ୍ପୂର୍ଣ୍ଣ କରିଛି, ତେଣୁ ମୋ ପାଖରେ କୌଣସି ପ୍ୟାକେଜ୍ ନାହିଁ। ତେଣୁ ପ୍ୟାକେଜ୍କୁ ଯିବା ପୂର୍ବରୁ ଚଲନ୍ତୁ ଏବେ ଏକ ପ୍ଲାନ୍ ଚୟନ କରିବା। ମୁଁ ପୂର୍ବରୁ କହିଥିଲି, ଏଠି ଦୁଇ ପ୍ରକାରର ପ୍ଲାନ୍ ଅଛି। ଆମନ୍ତ୍ରଣ ଲାଇଟ୍, ଯାହା ଆପଣଙ୍କୁ ଅସୀମିତ ଇଭେଣ୍ଟ ସୃଷ୍ଟି, 2ଟି ଟେମ୍ପ୍ଲେଟ୍ ଅପଲୋଡ୍ ଏବଂ ଆମନ୍ତ୍ରଣ.ଆପ୍ AI ରୋବୋଟ୍ ଦ୍ୱାରା ସ୍ୱୟଂଚାଳିତ ସନ୍ଦେଶ ପଠାଇବା ସୁବିଧା ଦେଇଥାଏ ଏବଂ ଏହି ସମସ୍ତ ସନ୍ଦେଶ ଆପଣଙ୍କର ବ୍ୟକ୍ତିଗତ ହ୍ୱାଟ୍ସଆପ୍ରୁ ପଠାଯିବ। ଏଇଥିରେ ବ୍ୟବସାୟିକ API ବ୍ୟବହାର କରାଯାଏ, ତେଣୁ ହ୍ୱାଟ୍ସଆପ୍ ମେଟା API ଦ୍ୱାରା ଏହି ସମସ୍ତ ଆମନ୍ତ୍ରଣ ପଠାଯିବ। ଆପଣଙ୍କୁ କମ୍ପ୍ୟୁଟର କିମ୍ବା ଲ୍ୟାପଟପ୍ ଦରକାର ନାହିଁ। ଠିକ୍ ଅଛି, ଏହିଗୁଡ଼ିକ ଅତିରିକ୍ତ ସେବା। ଯଦି ଆପଣ ଏହାକୁ କିଣିବାକୁ ଚାହାନ୍ତି, ତେବେ ଆପଣ କିଣିପାରିବେ। ଉଦାହରଣ ସ୍ୱରୂପ, ଯଦି ଆପଣ 3ଟି ଆମନ୍ତ୍ରଣ ପତ୍ର ଯୋଗ କରିବାକୁ ଚାହାନ୍ତି, ତେବେ ଏଠାରେ ଆଉ ଗୋଟିଏ କିଣିବେ, ତେଣୁ 2 ଓ ଗୋଟିଏ ମିଶି 3ଟି ହେବ। ଉଦାହରଣ ସ୍ୱରୂପ, ଯଦି ଆପଣ ଚାହାନ୍ତି ଯେ ଆମନ୍ତ୍ରଣ ଆପ୍ ଟିମ୍ ଆପଣଙ୍କ ପାଇଁ ଆମନ୍ତ୍ରଣ ପତ୍ର ଡିଜାଇନ୍ କରନ୍ତୁ, ତେବେ ଏହି ବିକଳ୍ପ ଚୟନ କରିପାରିବେ। ଆମର କାର୍ଯ୍ୟନିର୍ବାହୀ ଆପଣଙ୍କ ସହିତ ଯୋଗାଯୋଗ କରିବେ ଏବଂ ଆପଣଙ୍କ ପାଇଁ ପତ୍ର ଡିଜାଇନ୍ କରିଦେବେ। ଯଦି ଆପଣ ଚାହାନ୍ତି ଯେ ଆମେ ଏକ ଭିଡ଼ିଓ ଡିଜାଇନ୍ କରିଦେବାକୁ, ତେବେ ଏହି ସେବା ଚୟନ କରିପାରିବେ। ଯଦି ଆପଣ 1000ଟି ଠାରୁ ଅଧିକ ମେସେଜ୍ ଚାହାନ୍ତି, ତେବେ ଆପଣ ଯେତେ ମେସେଜ୍ ଚାହାନ୍ତି ସେତେ ଚୟନ କରିପାରିବେ। ଯଦି ଆପଣ ମେଟା ପ୍ୟାକେଜ୍ ବ୍ୟବହାର କରୁଛନ୍ତି ଏବଂ ଆଉ ଅଧିକ ମେସେଜ୍ ଚାହାନ୍ତି, ତେବେ ଆପଣ ଆପଣଙ୍କର ଆବଶ୍ୟକତା ଅନୁଯାୟୀ ଯେତେ ମେସେଜ୍ ଚାହିଁବେ ସେତେ କିଣିପାରିବେ। ସେଇପାଇଁ ଏବେ ମୁଁ ଏହି ବିଶେଷ ପ୍ୟାକେଜ୍ କିଣିଲି। ଗେଷ୍ଟ ସ୍କ୍ରିନ୍ରୁ ଆପଣ ଏକ ଅତିଥି ସୃଷ୍ଟି କରିପାରିବେ। ମୁଁ ଏଠାରେ ଏକ ଅତିଥି ଯୋଗ କରୁଛି ଏବଂ ଏକ ନାମ ଟାଇପ୍ କରୁଛି। ଧରନ୍ତୁ ଅତିଥିର ନାମ ଏରିକି। ମୁଁ ଏଠାରେ ଏକ ଅତିଥି ଯୋଗ କରୁଛି ଏବଂ ଯେତେବେଳେ ମୁଁ ଏଠାରେ ଅତିଥି ଯୋଗ କରିଦେଉଛି, ସେହି ନାମଟି ମୁଁ ପଞ୍ଜୀକରଣ ସମୟରେ ଯେଉଁ ଅଞ୍ଚଳୀୟ ଭାଷା ଚୟନ କରିଥିଲି ସେଠାରେ ପରିବର୍ତ୍ତିତ ହୋଇଯିବ। ଏବଂ ଆପଣ ଦେଖିପାରୁଛନ୍ତି, ମୁଁ ଏମାତ୍ରେ ଟ୍ୟାବ୍ ଦବାଇଲି ଏବଂ ଏହା ଅଞ୍ଚଳୀୟ ଭାଷାରେ ଟାଇପ୍ ହେଉଛି। ଆପଣ ପରିବାର, ବନ୍ଧୁ, ସହଯୋଗୀ କିମ୍ବା ଯେଉଁ ଶ୍ରେଣୀ ଚୟନ କରିପାରିବେ ଏବଂ ସେମାନଙ୍କର ପରିବାରରେ କେତେ ଲୋକ ଅଛନ୍ତି ସେଥିରେ ଭରିପାରିବେ। ଏଣୁ ଯଦି 5 ଜଣ ଲୋକ ଅଛନ୍ତି ଏବଂ ଆପଣ ସେଠି ଅତିଥିଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ପରିବାର ସହିତ ଆମନ୍ତ୍ରଣ କରୁଛନ୍ତି, ତେବେ ଆପଣ ଜାଣିପାରିବେ ଯେ 5 ଜଣ ଲୋକ ଆପଣଙ୍କର ଅନୁଷ୍ଠାନରେ ଯୋଗଦେବେ। ଏହିପରି ଭାବରେ ଆପଣ ରହିବା, ଖାଦ୍ୟ ଏବଂ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ଅନୁଯାୟୀ କରିପାରିବେ। ଠିକ୍ ଅଛି, ଧରନ୍ତୁ ମୁଁ ଏଠାରେ ଏକ ସହରର ନାଁ ଯୋଗ କରୁଛି ଏବଂ ଅତିଥି ସୃଷ୍ଟି କରୁଛି। ତେଣୁ ଅତିଥି ସୃଷ୍ଟି ହେଇଯାଇଛି। ଆପଣ ଏଠାରୁ ଅଧିକ ଅତିଥି ଯୋଗ କରିପାରିବେ। ଆପଣ ବଲ୍କ ଇମ୍ପୋର୍ଟ କିମ୍ବା ଏକ୍ସପୋର୍ଟ ମଧ୍ୟ କରିପାରିବେ। ତେଣୁ ଯଦି ଆପଣଙ୍କର ଗ୍ରାମରେ କୌଣସି ଅନୁଷ୍ଠାନ ଅଛି ଏବଂ ଆପଣ ଅନ୍ୟ ଏକ ଅନୁଷ୍ଠାନରୁ ସମସ୍ତ ଅତିଥିଙ୍କୁ ଇମ୍ପୋର୍ଟ କରିବାକୁ ଚାହୁଁଛନ୍ତି, ତେବେ ଆପଣ ସେହି ବ୍ୟବହାରକାରୀଙ୍କୁ ଏକ୍ସେଲ୍ ଫାଇଲ୍ ଦେବାକୁ କରିପାରିବେ ଏବଂ ଏଠାରେ ଇମ୍ପୋର୍ଟ କରିପାରିବେ। କିମ୍ବା ଆପଣ ଆପଣଙ୍କର ଅତିଥି ତାଲିକା ଅନ୍ୟ ଏକ ବ୍ୟବହାରକାରୀଙ୍କୁ ମଧ୍ୟ ଦେଇପାରିବେ। ତେଣୁ ଏଭଳି ଭାବରେ ଆପଣ ଅତିଥିଙ୍କୁ ଇମ୍ପୋର୍ଟ କିମ୍ବା ଏକ୍ସପୋର୍ଟ କରିପାରିବେ କିମ୍ବା ହସ୍ତକୃତ ଭାବରେ ଅତିଥି ସୃଷ୍ଟି କରିପାରିବେ। ସମସ୍ତ ଅତିଥି ସୃଷ୍ଟି ହୋଇଗଲା ପରେ ଆପଣ ଏକ ଇଭେଣ୍ଟ ଗ୍ରୁପ୍ ସୃଷ୍ଟି କରିପାରିବେ। ଏକ ଇଭେଣ୍ଟ ଗ୍ରୁପ୍ ମୂଳତଃ ଏକ ଗୋଷ୍ଠୀ ଯାହାକୁ ଆପଣ ଅନୁଷ୍ଠାନ ସମୟରେ ନିମନ୍ତ୍ରଣ ପଠାଇବା ପାଇଁ ବ୍ୟବହାର କରିବେ। ତେଣୁ ମୁଁ ଏଠି ଏକ ଗ୍ରୁପ୍ ସୃଷ୍ଟି କରୁଛି, ଧରନ୍ତୁ ଘର ଘାଟନ, ଏବଂ ଏହା ଘାଟନ ପ୍ରକାରରେ ଏକ ଇଭେଣ୍ଟ। ଠିକ୍ ଅଛି, ଏବଂ ମୁଁ ଏହାକୁ ସିମ୍ପଲି ସୃଷ୍ଟି କରିଛି। ମୁଁ ଏହି ସମସ୍ତ ଅତିଥିଙ୍କୁ ଚୟନ କରି ଏହି ନିର୍ଦ୍ଦିଷ୍ଟ ଇଭେଣ୍ଟକୁ ଅଲ୍ଟ କରିଦେଉଛି। ତେଣୁ ଏହା ମୋତେ କହୁଛି ଯେ ମୁଁ ଏମାନେ 4 ଜଣ ଅତିଥିକୁ ଯୋଗ କରୁଛି ଏବଂ ଏହି ସମସ୍ତ ଅତିଥିଙ୍କର ସମସ୍ତ ପରିବାର ସଦସ୍ୟଙ୍କର ମୋଟ ସଂଖ୍ୟା 15। ଠିକ୍ ଅଛି, ଏବଂ ଏତିକି। ମୁଁ ଭାବୁଛି ଆପଣ ତ ଅତିଥିମାନେ ସୃଷ୍ଟି କରିଛନ୍ତି, ଆପଣଙ୍କର ଇଭେଣ୍ଟ ଗ୍ରୁପ୍ ସୃଷ୍ଟି ହୋଇଗଲା। ଏବେ ପରବର୍ତ୍ତୀ ହେଉଛି ନିମନ୍ତ୍ରଣ, ଠିକ୍ ତ? ତେଣୁ ଏବେ ପର୍ଯ୍ୟନ୍ତ କୌଣସି ନିମନ୍ତ୍ରଣ ଟେମ୍ପ୍ଲେଟ୍ ସୃଷ୍ଟି ହୋଇନାହିଁ। ଆପଣ ଏଠାରୁ ଏକ ଟେମ୍ପ୍ଲେଟ୍ ସୃଷ୍ଟି କରିପାରିବେ। ମୋ ବ୍ରାଉଜ୍ ଉପରେ କ୍ଲିକ୍ କଲି ଏବଂ ମୋ ପାଖରେ ଥିବା ନିମନ୍ତ୍ରଣ ଟେମ୍ପ୍ଲେଟ୍ ଖୋଜୁଛି। ଏହା ନିମନ୍ତ୍ରଣ ଟେମ୍ପ୍ଲେଟ୍ ଅପଲୋଡ୍ କରିଦେବ ଏବଂ ମୁଁ ଏକ ଡାଇନାମିକ୍ ଫିଲ୍ଡ ଯୋଗ କରୁଛି ଯାହାରେ ନିର୍ଦ୍ଦିଷ୍ଟ ସ୍ଥାନରେ ନାଁ ଲେଖିପାରିବି। ତେଣୁ ମୁଁ ଏହାକୁ ଘର ଘାଟନ ଟେମ୍ପ୍ଲେଟ୍ ବୋଲି ନାଁ ଦେଉଛି ଆଉ ଏହି ନିର୍ଦ୍ଦିଷ୍ଟ ଟେମ୍ପ୍ଲେଟ୍ ଅପଲୋଡ୍ କରୁଛି। ତେଣୁ
ଟେମ୍ପଲେଟ୍ ଅପଲୋଡ୍ ହୋଇଗଲା। ଏହା କୌଣସି ପ୍ରକାରର ଟେମ୍ପଲେଟ୍ ହୋଇଥାଏ। ଏହା PDF ହୋଇପାରେ, ଏହା ଏକ ଭିଡ଼ିଓ ହୋଇପାରେ, କିମ୍ବା ଆପଣଙ୍କ ବିବାହ କିମ୍ବା ଯେକୌଣସି ପ୍ରକାର ଇଭେଣ୍ଟ ପାଇଁ ଯାହା ଆବଶ୍ୟକ ସେଇ ହୋଇପାରେ। ଏବେ ପାଇଁ ମୁଁ ଏହିଟିକୁ ସେଭ୍ କରି ଆଗକୁ ବଢ଼ିବି। ଏଣୁ ଏବେ ମୋ ପାଖରେ ଏକ ଲେଆଉଟ୍ କିମ୍ବା ଟେମ୍ପଲେଟ୍ ସୃଷ୍ଟି ହୋଇଯାଇଛି। ମୋ ପାଖରେ ଅତିଥିମାନେ ଏବଂ ଏକ ଇଭେଣ୍ଟ ଗ୍ରୁପ୍ ସୃଷ୍ଟି ହୋଇଯାଇଛି। ଏବଂ ପରେ ଆପଣ ଏକ ହୋଷ୍ଟ ଭାବରେ ଯାହା କରିବା ଦରକାର ସେ ହେଉଛି ଏକ ଇଭେଣ୍ଟ ସୃଷ୍ଟି କରିବା। ତେଣୁ ଯେତେବେଳେ ଆପଣ ଇଭେଣ୍ଟସ୍ ବିଭାଗକୁ ଯିବେ, ଏହା ଆପଣଙ୍କୁ ଏପର୍ଯ୍ୟନ୍ତ ଯେତେ ଇଭେଣ୍ଟ ସୃଷ୍ଟି କରିଛନ୍ତି ସେଗୁଡ଼ିକୁ ଦେଖାଏ। ଏହା ଏକ ସମ୍ପୂର୍ଣ୍ଣ ନୂତନ ଡେମୋ ଆକାଉଣ୍ଟ, ତେଣୁ ଏଠାରେ ଏପର୍ଯ୍ୟନ୍ତ କୌଣସି ଇଭେଣ୍ଟ ନାହିଁ। ଚାଲନ୍ତୁ ଏକ ଇଭେଣ୍ଟ ସୃଷ୍ଟି କରିବାକୁ ଆଗକୁ ବାଢ଼ିବା। ଠିକ୍ ଅଛି, ଏଠାରେ ଏହା ଆପଣଙ୍କୁ ଇଭେଣ୍ଟର ନାଁ ପଚାରୁଛି। ତେଣୁ ମୁଁ କହିବି ଏହା ମୋ ଘରଘାଟନ ଅବସର। ଆପଣଙ୍କ ଇଭେଣ୍ଟର ତାରିଖ କର। ତେଣୁ ମୁଁ 1 ତାରିଖ ଚୟନ କରିବି, ଧରନ୍ତୁ ଆଗାମୀ କୌଣସି ତାରିଖ, ଏବଂ ମୁଁ ଏକ ଅନୁଷ୍ଠାନ ସ୍ଥଳ ଯୋଗ କରିବି। ଅନୁଷ୍ଠାନ ସ୍ଥଳ ହେଉଛି ସେଠିଏ ଯେଉଁଠାରେ ଆପଣଙ୍କର ଇଭେଣ୍ଟ ହେଉଛି। ପରେ ଆପଣ ଏକ ଗ୍ରୁପ୍ ଚୟନ କରନ୍ତୁ। ଏହା ଆପଣଙ୍କୁ ଦେଖାଏ କେତେ ଅତିଥିକୁ ଆମନ୍ତ୍ରଣ କରୁଛନ୍ତି ଏବଂ ଆପଣ ସମ୍ପୂର୍ଣ୍ଣ ପରିବାର କିମ୍ବା କେବଳ ଗୋଟିଏ ବ୍ୟକ୍ତିକୁ ଆମନ୍ତ୍ରଣ କରିପାରିବେ। ଅତିଥି ସହିତ ଆପଣଙ୍କ ସମ୍ପର୍କ ଉପରେ ଆଧାର କରି ଆପଣ ଟେମ୍ପଲେଟ୍ ଚୟନ କରନ୍ତୁ। ଯେତେବେଳେ ଆପଣ ଟେମ୍ପଲେଟ୍ ଚୟନ କରିବେ, ଏହା ସେହି ଟେମ୍ପଲେଟ୍ ଖୋଲିଦେବ ଯାହା ଆପଣ ଏଠାରେ ସୃଷ୍ଟି କରିଥିଲେ ଏବଂ ନାମ କେଉଁଠି ଦେଖାଯିବାକୁ ଚାହାନ୍ତି ତାହା ଅନୁଯାୟୀ ନାମର ଉଚ୍ଚତା ଓ ପ୍ରସ୍ଥ ଅନୁକୂଳ କରିପାରିବେ। ଏଠାରେ ମୁଁ ଚୟନ କରୁଛି ଅତିଥିର ନାମ କେଉଁଠି ପ୍ରିଣ୍ଟ ହେବା ଉଚିତ ଏବଂ ମୁଁ ରଙ୍ଗ ବଦଳି ଦେଖିପାରିବି ଏହା କିପରି ଦେଖାଯିବ। ଉଦାହରଣ ସ୍ୱରୂପ, ଯଦି ମୁଁ ଏହାକୁ ଲାଲ ରଙ୍ଗରେ ଦେଖାଇବାକୁ ଚାହେଁ, ମୁଁ କେବଳ ନାମ ଚୟନ କରିବି କିମ୍ବା ରଙ୍ଗ ଅନୁଯାୟୀ ସେଟ୍ କରିଦେବି ଏବଂ ତାପରେ ନେକ୍ସଟ, ଠିକ୍ ତ? ତେଣୁ ଏଠାରେ ଆପଣ ଚାହୁଁଥିବା ଯେକୌଣସି ସନ୍ଦେଶ ଆପଣଙ୍କ ଅତିଥିମାନଙ୍କୁ ପଠାଇ ପାରିବେ। ତେଣୁ ମୁଁ ଏହି ସନ୍ଦେଶଟି ଲେଖୁଛି। ଏହା ମାନେ ସମସ୍ତେ ଡାଇନାମିକ୍ ଫିଲ୍ଡ ଯାକୁ ଆପଣ ପରିବର୍ତ୍ତନ କରିପାରିବେ। ତେଣୁ ଏଠାରେ ଦୁଇଟି ଜିନିଷ ଅଛି, ଅଟୋ ମେସେଜ ଏବଂ ମେଟା ମେସେଜ। ଏହି ସନ୍ଦେଶଗୁଡ଼ିକ ଆପଣଙ୍କ ବ୍ୟକ୍ତିଗତ ହ୍ୱାଟ୍ସଆପ୍ରୁ ପଠାଯିବ। ତେଣୁ ଏଠାରେ ଆପଣ ଯେକୌଣସି ଜିନିଷ ଲେଖିପାରିବେ। ମେଟା ବିଷୟରେ କହିବାକୁ ହେଲେ, ଏବେ ମୋ ପାଖରେ କୌଣସି ବାଲାନ୍ସ ନାହିଁ। କିନ୍ତୁ ଯଦି ଆପଣ ଏକ ମେଟା ମେସେଜ ପଠାଉଛନ୍ତି, ତେବେ ଏହା ହ୍ୱାଟ୍ସଆପ୍ ବିଜନେସ୍ APIର ପଠାଯିବ ଏବଂ ଏଠାରେ ଏକ ନିର୍ଦ୍ଦିଷ୍ଟ ମେସେଜ ଟେମ୍ପଲେଟ୍ ଥିବ ଯାହାକୁ ଆପଣ ଏଠାରେ ଟାଇପ୍ କରିପାରିବେ। କିନ୍ତୁ ଅଟୋ ମେସେଜ ମାମଲାରେ ଆପଣ ଯେକୌଣସି ଜିନିଷ ଟାଇପ୍ କରିପାରିବେ। RSVP ଲିଙ୍କ୍ ହେଉଛି ଏକ ଲିଙ୍କ୍ ଯେଉଁଠାରେ ଆପଣଙ୍କର ଅତିଥିମାନେ ପ୍ରତିକ୍ରିୟା ଦେଇପାରିବେ। ଉଦାହରଣ ସ୍ୱରୂପ, ସେମାନେ ଆପଣଙ୍କ ଇଭେଣ୍ଟକୁ ଯିବେ କି ନାହିଁ ଏବଂ ସେମାନେ ସେଠାରୁ ମେସେଜ ମଧ୍ୟ ପଠାଇ ପାରିବେ। ଠିକ୍ ତ? ତେଣୁ ଏଇଟି ହେଉଛି ଏକ ଇଭେଣ୍ଟ ସୃଷ୍ଟି କରିବା ବିଷୟରେ ସମସ୍ତ କଥା। ମୁଁ ଇଭେଣ୍ଟ ଯୋଡ଼ିଦେଲେ ଏହା ଆପଣଙ୍କୁ ସିଧାସଳଖ ଇଭେଣ୍ଟ ପୃଷ୍ଠାକୁ ନେଇଯିବ। ଆପଣ ଆମନ୍ତ୍ରଣ ଆପ୍ରୁ AI ହ୍ୱାଟ୍ସଆପ୍ ସେଣ୍ଡର ଲୋବୋ ଡାଉନଲୋଡ୍ କରିପାରିବେ, ଯାହା ଆପଣଙ୍କ ପ୍ରତିଜନ୍ମ ହ୍ୱାଟ୍ସଆପ୍ରୁ ଆପଣଙ୍କ ପାଇଁ ମେସେଜ ପଠାଇଦେବ। ଠିକ୍ ଅଛି, ମୁଁ ହ୍ୱାଟ୍ସଆପ୍ ସେଣ୍ଡର ଡାଉନଲୋଡ୍ କରିଛି, ଏହାକୁ ଏକ୍ସଟ୍ରାକ୍ଟ କରିଛି ଏବଂ ଏବେ ମୁଁ ଏହାକୁ ଖୋଲୁଛି। ହ୍ୱାଟ୍ସଆପ୍ ସେଣ୍ଡରର ଆମନ୍ତ୍ରଣ AI ରୋବୋଟ୍ ଖୋଲୁଛି। ଠିକ୍ ଅଛି। ତେଣୁ ପୁଣି ଥରେ ଏହା ଆପଣଙ୍କୁ ଆପଣଙ୍କର ଲଗ୍ଇନ୍ କ୍ରେଡେନ୍ସିଆଲ ଚାହିଁନ। ଆପଣ ସିମ୍ପଲି ଆପଣଙ୍କର ଇମେଲ୍ ଲଗ୍ଇନ୍ ବାଛନ୍ତୁ। ଏହା ଆପଣଙ୍କୁ ଏକ OTP ପଠାଇବ। ଆପଣଙ୍କର ଇମେଲକୁ ଯାଆନ୍ତୁ ଏବଂ OTP ଖୋଜନ୍ତୁ। ମୁଁ ଏହି OTP ନେଇ ଏଠାରେ ପ୍ରବେଶ କରି ଏହା ଲଗ୍ଇନ୍ ହେବ ଆଉ ଆପଣ ଯେତେ ଇଭେଣ୍ଟ ସୃଷ୍ଟି କରିଛନ୍ତି ସେଗୁଡ଼ିକୁ ଦେଖାଇଦେବ। ଏହା ଦେଖାଉଛି ଯେ ଆପଣ 0 ଲୋକଙ୍କୁ ପଠାଇଛନ୍ତି, 0 ଲୋକଙ୍କୁ ବିଫଳ ହୋଇଛି ଏବଂ 4 ଜଣଙ୍କୁ ବକାୟା ଅଛି। ମୁଁ ଏହି ଇଭେଣ୍ଟ ବାଛିଛି କାରଣ ମୁଁ ମୋର ସମସ୍ତ ଅତିଥିଙ୍କୁ ନିମନ୍ତ୍ରଣ ପଠାଇବାକୁ ଚାହେଁ। ତେଣୁ ଯେତେବେଳେ ମୁଁ ସେହି ଇଭେଣ୍ଟ ବାଛି ଆଗକୁ ବଢ଼େ, ଏହା ଆପଣଙ୍କର ସମସ୍ତ ଅତିଥିଙ୍କୁ ଏକ୍ସଟ୍ରାକ୍ଟ କରିଦେବ ଏବଂ ଆପଣ ହ୍ୱାଟ୍ସଆପ୍ ମେସେଜ ପଠାଇବା ଆରମ୍ଭ କରିପାରିବେ। ତେଣୁ ଯେତେବେଳେ ଆପଣ ଷ୍ଟାର୍ଟ ଉପରେ କ୍ଲିକ୍ କରିବେ, ଏହି AI ସେଣ୍ଡର ଆପଣଙ୍କର ସମସ୍ତ ଅତିଥିଙ୍କୁ ନିମନ୍ତ୍ରଣ ସନ୍ଦେଶ ପଠାଇବା ଆରମ୍ଭ କରିଦେବ ଏବଂ ଏହା କିଛି ଏଭଳି ଦେଖାଯିବ। ଠିକ୍ ଅଛି, ଏଇଟା ହେଉଛି ନିମନ୍ତ୍ରଣ ଯାହା ଆମେ ହ୍ୱାଟ୍ସଆପ୍ ସେଣ୍ଡରରୁ ପଠାଉଛୁ। ଏହା ନାମଟିକୁ ପ୍ରିଣ୍ଟ କରିଦେବ ଏବଂ ଆପଣଙ୍କର ଅତିଥି ଆପଣଙ୍କର ନିମନ୍ତ୍ରଣ ଦେଖିପାରିବେ। ସେମାନେ ଏଠାରୁ ଆପଣଙ୍କର RSVP ଲିଙ୍କକୁ ମଧ୍ୟ ପ୍ରତିକ୍ରିୟା ଦେଇପାରିବେ। ସେମାନେ ଏଠାରୁ ଲିଙ୍କ ଖୋଲିବେ ଏବଂ ଏହା କଥା ହେବ। ପ୍ରିୟ ଜିତେନ୍ଦ୍ର ସାହା, ଆପଣଙ୍କୁ ମୋ ଘରଘାଟନ ଅବସରରେ 7 ଜୁଲାଇ 2026ରେ ଆମନାବାଦରେ ଉତ୍ସାହପୂର୍ଣ୍ଣ ଭାବେ ନିମନ୍ତ୍ରଣ କରାଯାଉଛି। ଏହି ବିଶେଷ ଅବସରରେ ଆପଣ ଆମ ସହିତ ଥିଲେ ଆମେ ଖୁସି ହେବୁ। ଯେତେବେଳେ ଆପଣଙ୍କର ହ୍ୱାଟ୍ସଆପ୍ ସେଣ୍ଡର ସମସ୍ତ ଅତିଥିଙ୍କୁ ସନ୍ଦେଶ ପଠାଇଦେବ, ଆପଣ ଏଠାରୁ ଡେଲିଭରି ରିପୋର୍ଟ ଦେଖିପାରିବେ।
ମୂଳତଃ ଆପଣ ଆପଣଙ୍କର ଇଭେଣ୍ଟ ତାଲିକାକୁ ଯାଇ ଅତିଥି ତାଲିକା ଦେଖିପାରିବେ ଏବଂ ଏହା ସମସ୍ତ ଅତିଥିଙ୍କର ସୂଚନା ଖୋଲିଦେବ। ଏହା ଦର୍ଶାଏ ଯେ ସନ୍ଦେଶ ପଠାଯାଇଛି ଏବଂ କିଛି କାରଣରୁ ଏଇଟି ବିଫଳ ହୋଇଛି। ଆପଣ ଏହାକୁ ପୁନଃ ପଠାଇ ପାରିବେ ଏବଂ ଏଠାରୁ RSVP ଟ୍ରାକ୍ କରିପାରିବେ। ଏହା ଦର୍ଶାଏ ଯେ ଏହି ନିର୍ଦ୍ଦିଷ୍ଟ ଅତିଥି ଯୋଗ ଦେବାକୁ ଯାଉଛନ୍ତି। ସେମାନେ ଏପର୍ଯ୍ୟନ୍ତ ପ୍ରତିକ୍ରିୟା ଦେଇନାହାନ୍ତି। ଏଭଳି ଭାବରେ ଆପଣ ଟ୍ରାକ୍ କରିପାରିବେ କେତେ ଅତିଥି ଯୋଗ ଦେଉଛନ୍ତି, କେତେ ଡେଲିଭରି ହେଇଛି ଏବଂ ନିମନ୍ତ୍ରଣ ପାଇଁ କେତେ ସନ୍ଦେଶ ପଠାଯାଇଛି। ଏବଂ ଯଦି କିଛି ବି ବିଫଳ ହୁଏ, ଆପଣ ଏହାକୁ ହାତେ ହାତେ ସମ୍ଭାଳି ପାରିବେ। ମୁଁ ପୂର୍ବରୁ ଉଲ୍ଲେଖ କରିଥିଲି, ଯଦି ଆପଣ ଆପଣଙ୍କର ମୋବାଇଲରୁ ଆମନ୍ତ୍ରଣ ଆପ୍ ବ୍ୟବହାର କରିବାକୁ ଚାହାନ୍ତି ତେବେ ଏହା ସମ୍ଭବ। କେବଳ ଗୁଗଲ କ୍ରୋମ୍ ବ୍ୟବହାର କରନ୍ତୁ, ଲଗ୍ଇନ୍କୁ ଯାଆନ୍ତୁ ଏବଂ ଆପଣ ୱେବ୍ ବ୍ରାଉଜରରୁ ଲଗ୍ଇନ୍ କରିପାରିବେ। ଯଦି ଆପଣ ଆପ୍ ଡାଉନଲୋଡ୍ କରିବାକୁ ଚାହୁଁଛନ୍ତି, ଯାହାକି ପ୍ଲେ ଷ୍ଟୋରରୁ ମିଳିପାରିବ, ତେବେ ଏକ ଆମନ୍ତ୍ରଣ ଆପ୍ ଉପଲବ୍ଧ ଅଛି। ଆପଣ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରିପାରିବେ। ତେଣୁ ଏହା ଏକେଇ ଅଟେ। ଏହା ସେଇ ଜିନିଷ ଯାହା ମୁଁ ଆପଣଙ୍କୁ ୱେବ୍ରେ ଦେଖାଇଥିଲି, କିନ୍ତୁ ଏହା ଆମନ୍ତ୍ରଣ ପାଇଁ ମୋବାଇଲ ଆପ୍ ଭର୍ସନ। ଏଠାରେ ଆପଣ ମୋର ନିମନ୍ତ୍ରଣ, ମୋର ଅତିଥି, ଆପଣ ତିଆରି କରିଥିବା ସମସ୍ତ କିଛି, ମୋର ଟେମ୍ପଲେଟ୍, ଆପଣ ତିଆରି କରିଥିବା ଟେମ୍ପଲେଟ୍, ମୋର ଇଭେଣ୍ଟ, ଏପର୍ଯ୍ୟନ୍ତ ଆପଣ ତିଆରି କରିଥିବା ସମସ୍ତ ଇଭେଣ୍ଟ ଏଠାରେ ଆପଣ ପ୍ରବେଶ କରିପାରିବେ। ଆପଣ ମୋବାଇଲ ଆପ୍ରୁ ମଧ୍ୟ ଆପଣଙ୍କର ଇଭେଣ୍ଟ କିମ୍ବା ନିମନ୍ତ୍ରଣ ଟ୍ରାକ୍ କରିପାରିବେ ଏବଂ କିଏ ଆପଣଙ୍କୁ ନିମନ୍ତ୍ରଣ କରିଛି କି ନାହିଁ ତାହା ମଧ୍ୟ ଦେଖିପାରିବେ। ତାପରେ ଏଠାରେ ଏହା ଆପଣଙ୍କର ନିମନ୍ତ୍ରଣଗୁଡ଼ିକ ଦେଖାଇବ, ଯାହାକୁ ଆପଣ ଗୁଗଲ କ୍ୟାଲେଣ୍ଡର ସହିତ ଲିଙ୍କ କରିପାରିବେ ଏବଂ ଏହିପରେ ଆପଣ ଆପଣଙ୍କର କେଉଁ ନିମନ୍ତ୍ରଣ ଅଛି ଏବଂ ଅନ୍ୟାନ୍ୟ ସବୁ କଥା, କେଉଁ ଇଭେଣ୍ଟ ଯୋଗ ଦେବାକୁ ଆବଶ୍ୟକ କିମ୍ବା ଯୋଗ ଦେବାକୁ ନାହିଁ ଏବଂ ସମସ୍ତ କଥା ଟ୍ରାକ୍ କରିପାରିବେ। ହଁ, ତବେ ଏଇଟି ହେଉଛି ଆମନ୍ତ୍ରଣ ବିଷୟରେ ଏତିକି। ଆପଣ ଆଜିଠାରୁ ଏହା ବ୍ୟବହାର କରିବା ଆରମ୍ଭ କରିପାରିବେ। ଯାଆନ୍ତୁ ଏବଂ ରେଜିଷ୍ଟର କରନ୍ତୁ ଏବଂ ଆମନ୍ତ୍ରଣ ଆପ୍ ବ୍ୟବହାର କରିବା ଆରମ୍ଭ କରନ୍ତୁ। ଡିଜିଟାଲ ନିମନ୍ତ୍ରଣ ସେୟାର କରିବାର ଆନନ୍ଦ ଉଠାନ୍ତୁ। ଧନ୍ୟବାଦ।